চক্রধর ମହାପୁରୁ ଏ ଘୋର ଅନ୍ଧକାର ରାତ୍ରରେ ମୁଁ ସେ ସୁଦାମାର ଘରଟା ଚିହ୍ନି ପାରୁନି ଚକ୍ରଧର। ମହାପୁରୁ ଚକ୍ରଧର ମୁଁ ମଧ୍ୟ ସେ ସୁଦାମାର ଘରଟା ଚିହ୍ନି ପାରୁନି। ତା ମାନେ ଆମ କାର୍ଯ୍ୟ କ'ଣ ହୋଇବ ବିଫଳ? ନାଇଁ 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 ମହାପୁରୁ ଚକ୍ରଧର ମୋର ଗୋଟେ କଥା ମନେ ପଡ଼ିଲା ମହାପୁରୁ। କେଉଁ କଥା ଚକ୍ରଧର? ସେ ସୁଦାମାର ଘର ସାମ୍ନାରେ ଗୋଟେ ବରକୋଳି ଗଛ ଅଛି। କିରେ ଚକ୍ରଧର ମହାପୁରୁ ଘର ସମ୍ମୁଖରେ ବରକୋଳି ଗଛ, ତାହେଲେ ତ ଆମ ପାଇଁ ଅତି ସହଜ ଉପାୟ। ହଁ ମହାପୁରୁ ଚକ୍ରଧର ମହାପୁରୁ এইটা হচ্ছে ଆମ ପାଇଁ ଉପଯୁକ୍ତ ସମୟ। ହଁ ମହାପୁରୁ ବର୍ତ୍ତମାନ ସମସ୍ତେ ଘୋର ନିଦ୍ରାରେ ବିମୋହିତ। ଏ ସମୟରେ ଆମେ ନିଆଁ ଲଗାଇ ଚାଲିଯିବା। ଚକ୍ରଧର ମହାପୁରୁ ବିଳମ୍ବରେ ନାହିଁ ପ୍ରୟୋଜନ। ନାଇଁ ନାଇଁ ତୁ ଆଗେ ଚାଲ, ହଁ ମୁଁ ତ ପଛେ ପଛେ ଯାଉଛି। ହଁ ମହାପୁରୁ ହଉ ସେ ସୁଦାମର ଘରଟା ଦେଖିବା ମାତ୍ରକେ ସାଙ୍ଗେ ସାଙ୍ଗେ ମୋତେ ଖବର ଦବୁ। ଶୀଘ୍ର ଚାଲ ଚକ୍ରଧର, ଶୀଘ୍ର ଚାଲ। আছে একদম চুপ। চক্রধর ମହାପୁରୁ তো ମୁଣ୍ଡରେ ବୁଦ୍ଧି ନା ଗୋବର ଅଛି ବେ? ମହାପୁରୁ ମୋର ଭୁଲ ହେଇଯାଇଛି ମହାପୁରୁ। ତୁ ଯଦି ଏତେ ଜୋରରେ ପାଟି କରିବୁ ସମସ୍ତେ ଉଠିଯିବେ। ମହାପୁରୁ ମୋ କାର୍ଯ୍ୟ ବିଫଳ ହୋଇଯିବ ଚକ୍ରଧର, ପୁରା ବିଫଳ। ମୋର ଭୁଲ ହେଇଯାଇଛି ମହାପୁରୁ। ଆଉ ଏତେ ଜୋରେ ପାଟି ଜମା କରିବିନି, ଜମା କରିବିନି। ଚକ୍ରଧର ମହାପୁରୁ ପାଇଲୁ ସୁଦାମାର ଘର? ପାଇଲି ମହାପୁରୁ ପାଇଲି। କାହିଁ ସେ ସୁଦାମାର ଘର? ହେଇ ଦେଖୁନାହାନ୍ତି, ହେଇ ଦେଖନ୍ତୁ ବାଁ ପଟେ ଯୋଉ ବରକୋଳି ଗଛଟା ଦିଶୁଛି ହେଇଟାଇ ତ ସୁଦାମାର ଘର। ଚକ୍ରଧର ମହାପୁରୁ ବାଉଁଶ ଥିଲେ ବଇଁଶୀ ବାଜିବ ନଥିବ ବାଉଁଶ ନା ବାଜିବ ବଇଁଶୀ। ମନେ ଅଛି ତୋର ସେଦିନର ଅପମାନ କଥା? ମୋର କାହିଁ କିଛି ମନେ ପଡୁନି। ସେଇ ସୁଦାମା ବ୍ରାହ୍ମଣ ପାଇଁ କାଳ ଠାରୁ ତୁ ପାଇଥିଲୁ ଅପମାନ। ହଁ ମହାପୁରୁ ଓ ମଧ୍ୟ ସେ ସୁଦାମା ବ୍ରାହ୍ମଣ ପାଇଁ ହଁ କାଳ ଠାରୁ ପାଇଛି ଅପମାନରେ। ଆଉ କଣ ନା ସେଇ ଦିନ ଠାରୁ ମୋ ଦେହରେ ଜଳୁଛି ନିଆଁ। ଆଉ ସେ ନିଆଁରେ ଆଜି ଜାଳି ପଡ଼ି ପାଉଁଶ କରିଦେବି ସୁଦାମାର ବସା। ଚକ୍ରଧର ମହାପୁରୁ ଦୁଇ ଜଣଙ୍କର ଏକାଦଶା। ଆଉ ଦୁଇ ଜଣ ଯାକ ମିଶି କଣ କରିବା? ଆମେ ଜାଳି ପଡ଼ି ପାଉଁଶ କରିଦବା ସୁଦାମାର ବସା। ଚକ୍ରଧର
শীঘ্র অগ্নি সংযোগ কর। ধরো চক্র ধরো, শীঘ্র অগ্নি সংযোগ কর। চক্রধর নবাজি অপমানর চরম প্রতিশোধ